ଆଜିର ରେସିପି ହଉଛି ଏଇ କୋଳଥ ଜାଇରେ ତେନ୍ତୁଲି ପକେଇ ଡାଲି ତିଆରି କରିବା, ଯୋଉଟା ଖାଇବାକୁ ବହୁତ ଟେଷ୍ଟ ଲାଗିବ। ଆଗ କୋଳଥ ଜାଇକୁ ନେଇଯିବେ, ତାକୁ ଭଲ ଭାବରେ 2-3 ଥର ଧୋଇଦେବେ। ଧୋଇ ସାରିଲା ପରେ ଗୋଟେ କଡେଇରେ ପାଣି ଦେଇଦେବେ। ସେ ଯୋଉ ଧୋଇଥିବା ଜାଇକି ସେଥିରେ ଦେଇଦେବେ। ଏବେ ସେଥିରେ ହଳଦୀ ଗୁଣ୍ଡ ଦେଇଦେବେ, ସ୍ୱାଦ ଅନୁସାରେ ଲୁଣ ପକେଇ ତାକୁ କଭର କରି ସିଝିବା ପାଇଁ ଛାଡ଼ିଦେବେ। ଜାଇ ସିଝିଗଲା ପରେ ତାକୁ ତଳକୁ ଓହ୍ଲେଇ ଥଣ୍ଡା କରି ନେବେ। ତା ଭିତରେ ତେନ୍ତୁଲିକୁ ଚକଟି ଦେବେ। ଥଣ୍ଡା ହେଇଗଲା ପରେ ଜାଇ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ଗ୍ରାଇଣ୍ଡିଙ୍ଗ ହେଇସାରିଲା ପରେ ଯୋଉ ତେନ୍ତୁଲିକି ଚକଟିଥିଲେ ତା ଘୋଳକୁ ସେଥିରେ ଦେଇଦେବେ, ଆଉ ଅଳ୍ପ ଟିକେ ପାଣି ଦେଇ ତାକୁ ଗୋଳେଇ ନେବେ। ଡାଲିକୁ ଛୁଙ୍କ କରିବାକୁ କଡେଇରେ ତେଲ ଦେଇଦେବେ। ତେଲ ଦେଇ ସାରିଲା ପରେ 2ଟା ଶୁଖିଲା ଲଙ୍କାକୁ ତାକୁ 2 ଫାଳ କରି ପକେଇ ନେବେ। ସେଥିରେ ଅଧିକ ଫୁଟଣ ପକେଇକି ତାକୁ ଟିକେ ଭାଜି ନେବେ। ଫୁଟଣ ଫୁଟିଗଲା ପରେ ସେଥିରେ ଭୃଷଙ୍ଗ ପତ୍ର ଆଣିକି ସେଥିରେ ପକେଇ ନେବେ। ଭୃଷଙ୍ଗ ପତ୍ର ଟିକେ ଭାଜି ହେଇଗଲା ପରେ 10-15 କୋଲା ରସୁଣ ନେବେ। ରସୁଣକୁ ଛେଚିକି ସେଥିରେ ପକେଇଦେବେ। ତାକୁ ଟିକେ ଭାଜି ନେବେ। ପୁରା ଅଧା ଭାଜି ହେଇଥିବ ସେତିକିବେଳେ ଡାଲିକୁ ସେଥିରେ ଛୁଙ୍କ କରିନେବେ। କାହିଁକି ନା ଡାଲିଟା ଅଧିକ ଟେଷ୍ଟ ଲାଗିଥାଏ। ଆପଣ ମାନେ ଏ ଡାଲିକୁ ବର୍ଷକ 12 ମାସ ଖାଇପାରିବେ, କିନ୍ତୁ ଏ ଶୀତ ଦିନେ ଖାଇବେ ଦେଖିବେ ବହୁତ ଟେଷ୍ଟ ଲାଗିଥାଏ।